ତୁ ଏତେ ବୋହୂ କରିକି ଆଣିଥିଲୁ ତୁ କ'ଣ ଡରେଇକି ରଖିବୁ? ତୁ ସବୁଦିନ ଡରଉଛୁ ଖାଲି ବିଷ ଖାଇବି ଦୌଡ଼ିଦେବି ବୋଲି। ମୁଁ ତୋ ବୋପାକୁ ଫୋନ୍ କରି ତୋ ବୋପା ତୋତେ ଆସିକି ନେଇକି ଯିବ ହରି। ସମୁଦୁଣୀ କ'ଣ ଫୋନ୍ କରିଛନ୍ତି? ମୋ ଝିଅ କ'ଣ ଭୁଲ କାମ କଲା ବୋଧେ ଆଉ। ହଁ ହଉ ଦେଖିବା ଫୋନ୍ ଉଠେଇବା, କ'ଣ କହୁଛନ୍ତି। ହ୍ୟାଲୋ ସମୁଦୁଣୀ ନମସ୍କାର। ହଁ ସମୁଦି ନମସ୍କାର। ତମେ କେଉଁଠି ଅଛ? ଟିକେ ସମୁଦି ଆଣିକି ଧରିକି ଘରକୁ ଆସିବ ଟିକେ ଶୀଘ୍ର। କ'ଣ ହେଇଛି ସମୁଦୁଣୀ? ମୋ ଝିଅ କ'ଣ କିଛି କହିଲା କି? ସମୁଦି ତମ ଝିଅକୁ ମୁଁ ବୋହୂ କରିକି ଆଣିଛି। ମୋ ପୁଅ ବି ତାକୁ ଡରିକି ରହିଲା, ମୁଁ ଡରିକି ରହିଲି, ସମୁଦି ଡରିକି ରହିଲେ। ତାକୁ କ'ଣ ସମସ୍ତେ ଆଗ ଡରିକି ରହିବୁ? ନାଇଁ ସମୁଦୁଣୀ, ବୋହୂକୁ ସମସ୍ତେ ଡରିକି ରହିଲେ ସେ ଘର ଆଉ ଚଳିପାରିବନି। କ'ଣ ହେଇଛି ମୋତେ ସମୁଦୁଣୀ ସତ କଥା କହୁନ। ଫୋନରେ ସବୁ କଥା କହିହେବନି। ତମେ ସମୁଦି ଆଣିକି ଧରିକି ଘରକୁ ଶୀଘ୍ର ଆସ। ସମୁଦୁଣୀ ମୁଁ ଘରେ ନାହିଁ, ଆଉ ତମ ସମୁଦୁଣୀ ବି ଘରେ ନାହାନ୍ତି। ସେ ଯାଇଛି ତା ସାନ ଝିଅ ଘରକୁ, କାଲି ଆସିବ। କ'ଣ ହେଇଛି ମୋତେ ସତ କଥା କହୁନ। ସମୁଦି ମୁଁ ତମ ଝିଅକୁ ବୋହୂ କରିକି ଆଣିଛି। ମୁଁ ତାକୁ ବୋହୂ ଭଳି ଦେଖିନି, ନିଜ ଝିଅ ଭଳି ଦେଖିଛି। ହଁ ସମୁଦୁଣୀ ମୁଁ ଜାଣିଛି, ମୋ ଝିଅକୁ ତମେ ବୋହୂ କରିକି ନେଇଛ ସିନା, ହେଲେ ନିଜ ଝିଅ ପରି ଦେଖିଛ। କ'ଣ ହେଇଛି କୁହ। ସମୁଦି ତମ ଝିଅ କିଛି ଘରର କାମ କରୁନି, ଦିନ ରାତି 24 ଘଣ୍ଟା ମୋବାଇଲ ଦେଖୁଛି। କ'ଣ କହିଲ ସମୁଦୁଣୀ? ମୋ ଝିଅ କିଛି ଘରର କାମ କରୁନି, ମୋବାଇଲଟାକୁ ଧରିକି ଦିନ ରାତି 24 ଘଣ୍ଟା ଦେଖୁଛି? ସକାଳୁ ମୁଁ ଉଠିକିରି ବାସି କାମ ତିଅ ସାରିବି, ଗାଧେଇକି ଠାକୁର ପୂଜା କରିକି ରୋଷେଇ କରିସାରିଲା ପରେ ତମ ଝିଅ ଯାଇକି ଉଠିବ। ସମୁଦୁଣୀ ମୋ ଝିଅର ସବୁ ଭୁଲ, ସେ ନିଜେ ଜାଣିବା କଥା। ସେଇଟା ତା ବାପ ଘର ନୁହଁ, ତା ଶ୍ୱଶୁର ଘର। ଶ୍ୱଶୁର ଘରେ କେମିତି ଚଳିଲେ ବାପ ମାଆର ଇଜ୍ଜତ ରହିବ ତାକୁ ଜଣା ନାହିଁ। ସମୁଦି ମୋ ପୁଅ ଯଦି କ'ଣ କହିବ, ମୋ ପୁଅକୁ ହାତ ଉଠେଇକି ଧମକ ଦଉଛି, ମୁଁ ବିଷ ଖାଇକି ମରିବି। କ'ଣ କହିଲ ସମୁଦୁଣୀ? ତମେ ଭଲ ମନ୍ଦ ବତେଇଲା ପରେ ସେ ତମକୁ ଧମକ ଦଉଛି ବିଷ ଖାଇକି ମରିବ ବୋଲି? ତମ ଝିଅ ଥରେ ନୁହଁ 3 ଥର ଏମିତି କହିଲାଣି। ତମ ଝିଅ କ'ଣ ମରିଲେ ଆମେ କ'ଣ ବୁଢ଼ାବୁଢ଼ୀ କାଳକୁ ଜେଲ ଯିବୁ? ନାଇଁ ସମୁଦୁଣୀ, ସେମିତି ମୁଁ କେବେ ହେଲେ କରିବାକୁ ଦେବିନି। ତମ ଭଳିଆ ପରିବାରକୁ ମୋ ଝିଅ ଧମକ ଦଉଛି ମରିବା ପାଇଁ। ତା ମା ଆସୁ, ମୁଁ କାଲି ଯେମିତି ହେଲେ ତମ ଘରେ ଯାଇକି ପହଞ୍ଚିବି। ହଁ ହଉ ସମୁଦି, ତମେ କାଲି ଯେମିତି ହେଲେ ଆସ। ମୋ ପରିବାର ତମକୁ ଲାଗିଲା। ହଁ ହଉ ସମୁଦୁଣୀ, ଫୋନ୍ ରଖୁଛି। ବାପା ମା ମାନେ ଝିଅକୁ ଭଲ ଘର ଭଲ ବର ଦେଖିକି ବାହା କରୁଛନ୍ତି, ହେଲେ ଝିଅ ତା ଶାଶୁ ଘରଟାକୁ ନର୍କପୁର କରିଦେଉଛି।